ସଦର ବ୍ଲକ ଅନ୍ତର୍ଗତ ପରୀକ୍ଷୀସ୍ଥିତ ସାଗରିକା ଶିକ୍ଷା ନିକେତନର 24ତମ ବାର୍ଷିକ ଉତ୍ସବର ଉଦ୍ଘାଟନୀ ସମାରୋହ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଇଓଡବ୍ଲ୍ୟୁ କୋର୍ଟର ମାନ୍ୟବର ବିଚାରପତି ବିଶ୍ୱଜିତ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଖଣି ଅଧିକାରୀ ଇଞ୍ଜିନିୟର ଭରତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ପରୀକ୍ଷୀ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ରାଉତ, ସିଆରସିସି ବିଶ୍ୱନାଥ ମହାରଣା, ଉପେନ୍ଦ୍ରନାଥ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ନାୟକ, ବାହାବଳପୁରର ପୂର୍ବତନ ସରପଞ୍ଚ ଗୟାପ୍ରସାଦ ଦାସ, ବିଦ୍ୟାଳୟର ପ୍ରତିଷ୍ଠାତା ମାନସ କୁମାର ମାଇତି ପ୍ରମୁଖ ମଞ୍ଚାସୀନ ରହି ଉଦ୍ବୋଧନ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ବିଶ୍ୱଜିତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସହକାରୀ ଶିକ୍ଷକ ଅନୁପମ କୁମାର ଜେନା, ନିତ୍ୟାନନ୍ଦ ସାହୁ, ଶେଖ ହବିବୁଲ୍ଲା, ମଞ୍ଜୁ ଜେନା, ଆଲୋକ କୁମାର ସାହୁ, ଦେବସ୍ମିତା ଗିରି, ସରିତା ଜେନା, ସୋନାଲିତା ଜେନା, ଅନ୍ୟାନ୍ୟ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ, ଅଭିଭାବକମାନେ ସହଯୋଗ କରିଥିଲେ। ଶୁକ୍ରବାର ଉଦ୍ଯାପନୀ ସନ୍ଧ୍ୟା ତଥା ଦ୍ୱିତୀୟ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବାପାଙ୍କ ଆଦେଶ ଉପଦେଶ ପାଳନ କରିକି ମୁଁ ନିଜକୁ ଏତେ ଯୋଗ୍ୟ ତିଆରି କରିଥିଲି ଯେ ଆଜି ସାରା ଭାରତରେ ଯଦି ଇଂରାଜୀରେ ପ୍ରତିଯୋଗିତା ହୁଏ ତାହେଲେ ସମଗ୍ର ଡିକ୍ସନାରୀକୁ ମୁଁ 36 ଥର ମୁଖସ୍ଥ କଲି। I have digested the Oxford Dictionary 36 times and scored best 10th in French and English literature. এবং সেই দিন ମୁଁ କହିବି my aim in life is to teach English to the English man in England. ଯଦି ଚିଚିଆ ଭଳି ଗୋଟେ ଗାଁ ସ୍କୁଲରେ ପାଠ ପଢ଼ିକି ଅକ୍ସଫୋର୍ଡରେ ଇଂଲିଶ ଲୋକଙ୍କୁ ଇଂଲିଶ ପଢ଼େଇବାର ଧୈର୍ଯ୍ୟ ମୋର ଅଛି, ସସାହସ ଅଛି, ସ୍ୱପ୍ନ ଅଛି, ଆପଣମାନେ କାହିଁକି ସେ ସ୍ୱପ୍ନ ଦେଖିବେ ନାହିଁ? ତେଣୁ ସବୁବେଳେ ମନେ ରଖନ୍ତୁ, ଉଚ୍ଚ ସ୍ୱପ୍ନ ଦେଖିଲେ ହିଁ ଜଣେ ବଡ଼ ଲୋକ ହେଇପାରେ। ଯଦି ଆପଣଙ୍କ ପାଖରେ ସ୍ୱପ୍ନ ଦେଖିବାର ସାହସ ନାହିଁ, ଆପଣମାନେ ଜୀବନରେ କିଛି ଆଗେଇ ପାରିବେ ନାହିଁ। ଆପଣମାନେ ତ ଆଜିକା ଯୁଗରେ ସବୁ କମ୍ପ୍ୟୁଟର ଯୁଗ। ଷ୍ଟିଭ୍ ଜବ୍ କଥା ଶୁଣିଥିବେ। ଷ୍ଟିଭ୍ ଜବ୍ କହିଲେ ସକ୍ସେସ୍ ପାଇଁ କିଛି ଗୋଲ୍ଡେନ ମନ୍ତ୍ର ନାହିଁ। ସକ୍ସେସ୍ ପାଇଁ ଗୋଟିଏ ଫର୍ମୁଲା ହେଉଛି ପଜିଟିଭ୍ ଥିଙ୍କିଂ। ସବୁବେଳେ ଭାବ ଯେ ମୋ ଦ୍ୱାରା ହେଇପାରିବ, ମୁଁ କିଛି ପରିବର୍ତ୍ତନ ଆଣିବି। People those who are crazy to think they can change the world, they are the people who can do it. ତେଣୁ ସକ୍ସେସ୍ର ଅର୍ଥ ନୁହେଁ ଯେ ଆପଣ ଗୋଟେ ୟୁ ଆର୍ ୱେଲ୍ ଏଜୁକେଟେଡ୍, ଭଲ ଏଜୁକେଟେଡ୍। ସକ୍ସେସ୍ର ଅର୍ଥ ନୁହେଁ ୟୁ ଆର୍ ୱେଲ୍ ପ୍ଲେସ୍ଡ। ତାର ଅର୍ଥ ସକ୍ସେସ୍ର ଅର୍ଥ ସେଟା whether you have the capacity to change the country or not. If you have so, you are successful. ତେଣୁ ଆପଣ ଯଦି ଦେଶରେ କୌଣସି ପରିବର୍ତ୍ତନ ଆଣିବା ପାଇଁ ସକ୍ଷମତା ରଖୁଛନ୍ତି ତାହେଲେ ଆପଣ ହିଁ ସକ୍ସେସଫୁଲ୍ ହେଇପାରିବେ। ତେଣୁ ଏହା ହେଉଛି ସକ୍ସେସ୍ର ମୂଲ୍ୟ। ତେଣୁ ଶିକ୍ଷକମାନଙ୍କୁ ମୋର ଏଇଟା ଅନୁରୋଧ ରହିବ, ଆପଣ କେବଳ ସାଂସ୍କୃତିକ ଶିକ୍ଷା ନୁହଁ କି ଅଧ୍ୟୟନ ପାଠ ପଢ଼ା ଯେଉଁଟା ହେଉଛି ସେଇ ଶିକ୍ଷା ନୁହଁ, ପିଲାମାନଙ୍କୁ ନୂଆ ସ୍ୱପ୍ନ ଦେଖାନ୍ତୁ, ଭାରତ ନିର୍ମାଣର ସ୍ୱପ୍ନ ଦେଖାନ୍ତୁ, ବିରାଟ ପରିବର୍ତ୍ତନର ସ୍ୱପ୍ନ ଦେଖାନ୍ତୁ। এই মাটিରେ ଯେମିତି ବୈଜ୍ଞାନିକ ଜନ୍ମ ନେଉ, କବି ଜନ୍ମ ନେଉ ଏବଂ ବଡ଼ ବଡ଼ ଦର୍ଶନିକ ଜନ୍ମ ନିଅନ୍ତୁ, ଯେଉଁମାନେ କି ଭାରତରେ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ। ତେଣୁ ଏହା ହେଇପାରିଲେ ଏହି ଅନୁଷ୍ଠାନ ନିଶ୍ଚିତ ଭାବରେ ଆଗକୁ ବଢ଼ିବ ଏବଂ ମୋର ଅପେକ୍ଷା ରହିବ। ଯଦି ଜଗନ୍ନାଥ ଦୟା କରନ୍ତି, ଯଦି ଆର ବର୍ଷ ଭଗବାନ ଉଚ୍ଚ ଜାଗାକୁ ଦିଅନ୍ତି, ମୁଁ ଆପଣଙ୍କର ସିଲଭର ଜୁବଲିରେ ନିଶ୍ଚିତ ଆସିକି ଆପଣମାନଙ୍କ ପାଖରେ ଠିଆ ହେବି ଏବଂ ବହୁତ ସମୟ ନେଇଛି କେବଳ ଏତିକି କଥା କହୁଛି। ବହୁତ ଖୁସି ଲାଗିଲା। ଆଗାମୀ ଦିନରେ ସେମିତି ଭଲ ହେଇକିରି ଭଲ ଭବିଷ୍ୟତ। ବହୁତ ଧନ୍ୟବାଦ। ଆଜି ଆମର ବିଦ୍ୟାଳୟର 24ତମ ବାର୍ଷିକୋତ୍ସବ, ଏଥିରେ ଆମର ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ରହିଛି। ଆଜି ଆମର ସଭା କାର୍ଯ୍ୟ ପୁରସ୍କାର ବିତରଣ ସଭା, ଆମର ମୁଖ୍ୟ ଅତିଥିଗଣ ସବୁ ଆସିଥିଲେ। ଆଜି ହେଉଛି ଆମର ଉଦ୍ଘାଟନୀ ଉତ୍ସବ। ଆସନ୍ତାକାଲି ଉଦ୍ଯାପନୀ ଦିବସରେ ଆମର ବିଦ୍ୟାଳୟ ତରଫରୁ କାର୍ଯ୍ୟକ୍ରମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ରହିଛନ୍ତି। ଏଥିରେ ଆମର ରେକର୍ଡ଼ ସଂଖ୍ୟକ 224 ଜଣ ପିଲା ଭାଗ ନେଇଛନ୍ତି।
ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ରହିବେ। କାଲି ଆସନ୍ତାକାଲି ଆଜି ଯେଉଁ ଲୋକ ହୋଇଛନ୍ତି ଆସନ୍ତାକାଲି ତାର 4 ରୁ 5 ଜଣ ଲୋକ ହେବେ। ସମସ୍ତଙ୍କର ଅଭିଭାବକମାନଙ୍କର ସହଯୋଗ ରହିଛି। ଦ୍ୱିତୀୟରେ ଆମର ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଛି ସେମାନଙ୍କର ପ୍ରବଳ ଚେଷ୍ଟା ପରିଶ୍ରମରେ ଏସବୁ କାର୍ଯ୍ୟକାରୀ ହୋଇପାରୁଛି। ତେଣୁ ମୁଁ ସବୁଠୁ ଧନ୍ୟବାଦ ଦେବି ଆମ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ। ସେମାନେ ଏଥିରେ କାର୍ଯ୍ୟକାରୀ ସବୁ କରୁଛନ୍ତି। ଦ୍ୱିତୀୟର ତାକୁ ସହଯୋଗ କରୁଛନ୍ତି ଆମର ବହୁ ହିତାକାଂକ୍ଷୀ ଅଭିଭାବକମାନେ ତଥା ଏ ଅଞ୍ଚଳର ଗ୍ରାମବାସୀମାନେ। ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରୁଛି।